ଘର କଥା ଆଜ୍ଞା ବଡ଼ ମଣିମା ବଡ଼ ଶାନ୍ତେ ବଡ଼ ଠାକୁର ମହାପ୍ରଭୁ ମୋର ଯୋଉଦିନ ଶୋଇବେ ଆଜ୍ଞା ଯାତ୍ରା, ଯୋଉଦିନ ଉଠିବେ ଆଜ୍ଞା ଯାତ୍ରା, ଯୋଉଦିନ ମୋ ମହାପ୍ରଭୁଙ୍କୁ ଗରମ ହବ ସେଦିନ ଗୋଟିଏ ଯାତ୍ରା, ଯୋଉଦିନ ମୋ କାଳିଆ ଶାନ୍ତଙ୍କୁ ଶୀତ ହବ ସେଦିନ ଗୋଟିଏ ଯାତ୍ରା, ଯୋଉଦିନ ମୋ ମହାପ୍ରଭୁ ଆସିକି ସ୍ନାନ କରିବେ ସେଦିନ ମଧ୍ୟ ଗୋଟିଏ ଯାତ୍ରା, ଏବଂ ଯୋଉଦିନ ମୋ ମହାପ୍ରଭୁ ଶୋଇକିରି ଗୋଟେ ପଟ କଡ଼ ପ୍ରଭୁଙ୍କର ଦରଜ ହେଇଯିବ ଆଉ ଗୋଟିଏ କଡ଼କୁ ଲେଉଟେଇବେ ସେଇଦିନ ମଧ୍ୟ ମୋ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା, ଯାହାକୁ ଏକାଦଶୀ ରୂପରେ ସମଗ୍ର ଭକ୍ତମାନେ ବଡ଼ ଏକାଦଶୀ ରୂପରେ ପାଳନ କରନ୍ତି। ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ମହାପ୍ରଭୁ କୋଟି କୈବଲ୍ୟନାଥ এই ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀରେ ଦୁଇଥର ଆଜ୍ଞା ବଡ଼ ସିଂହାର ବେଶ ହୁଅନ୍ତି। ମହାପ୍ରଭୁଙ୍କର ଶୟନ ମୂର୍ତ୍ତି ଜଗନ୍ନାଥଙ୍କର ବଳଭଦ୍ର ସୁଭଦ୍ରାଙ୍କ ପାଖକୁ ଆସେ ଏବଂ ଏଇଠି ମହାପ୍ରଭୁଙ୍କର କଡ଼ ଲେଉଟେଇବା ନୀତି ହୁଏ ଏବଂ ଶ୍ରୀମନ୍ଦିରର ପତିତ ପାବନ ନିକଟରେ ଏଇଠି ମହାଦୀପ ଜଳେ। ପ୍ରତିଟି ଭକ୍ତ ଏଇ ବଡ଼ ଏକାଦଶୀକି ଚାହିଁ ରହିଥାନ୍ତି ମହାପ୍ରଭୁ କୋଉଦିନ ତାଙ୍କର କଡ଼ ଲେଉଟେଇବେ, ପାର୍ଶ୍ୱ ପରିବର୍ତ୍ତନ କରିବେ। ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀରେ ଭକ୍ତ ଏଇଠି ଓଷାବ୍ରତ କରି ମହାପ୍ରଭୁଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରେ। ହେ ମଣିମା, ଶୋଇଲେ ଆମ ମହାପ୍ରଭୁ ଗୋଟିଏ ଯାତ୍ରା, ଉଠିଲେ ଆମ ମହାପ୍ରଭୁ ଗୋଟିଏ ଯାତ୍ରା।